ମୋ ପ୍ରିନ୍ସିପାଲ ଭାରି ସତ ଭାରି ଆଉ ରାଗିଗଲେ ଏଇଠି ପୁଷ୍ପପୁନେଇରେ ମୋର 4 ବର୍ଷ ଲଗାତାର ହେଇଗଲା। ତୁଳସୀରେ 2 ବର୍ଷ, ସୂର୍ଯ୍ୟ ମନ୍ଦିର, ସିଂହ ବାହିନୀ। ଏଠି ଭଲ ଲାଗେ ନାଟକ କରିବାକୁ। 4ଟା ପାର୍ଟି ସେ ବାହାଘର ନା ଯୋଉ ନାଟକ 4ଟା ନାଟକ ଦେଖିଦେଇଛି। ଯୋଉ 4ଟା ନୂଆ ଆମର ସିଂହ ବାହିନୀ ଥିଲା ଦେଖିଦେଇଛି। ଯୋଉ ବଜରଙ୍ଗୀଟା ଦେଖିନେ, ବଜରଙ୍ଗୀ ଦେଖିବ ହଉଛି 14 ତାରିଖ ପାର୍ଟି ପଡିବ ଆମର ସମଣାରେ, ଆମ ଗାଁ ପାଖରେ। ସେଇଠି ଦେଖିଦବ ଆଉ ଖଣ୍ଡଗିରି ଦେଖିବ। ମୋ ଭିଡିଓ ଯଦି କିଏ ଦେଖିପାରନ୍ତି ଏଇ ଇଏ ମାନେ, ମୁଁ ଅନୁରୋଧ ହାତ ଯୋଡି କରିବି ଆମ ରାସ୍ତାଟା ଟିକେ ବାଗେଇ ଦିଅନ୍ତୁ। କାରଣ ବହୁତ ଲୋକ ହଇରାଣ ହଉଛନ୍ତି, ମାନେ ବହୁତ କଦର୍ଯ୍ୟ ରାସ୍ତା। ଆପଣ ଯାଇଥିବେ ଜାଣିଥିବେ, ମୋ ବାହାଘର ବେଳକୁ ଲୋକ ବହୁତ କମ୍ପ୍ଲେନ୍ କଲେ। କାହିଁ ସେ କଥା କିଛି ନାହିଁ, ସେ ସବୁ ହବ। ଯେତେ ବିବାଦ ସେତେ ହାଇଲାଇଟ୍ ଭାଇ। ମୁଁ ସବୁବେଳେ ମଜାମସ୍ତି ଘରେ ବି। ଆଜି ବାପା ବୋଉ ବସିକି ଦେଖୁଥିଲୁ ଏଇ ମୋର ସିନ୍ ଯୋଉ ପେଣ୍ଟ କଲା ସିନ୍, ସେମିତି ମଜା। ଏଠି ମସ୍ତ ସବୁ ମଜା କିଛି ନାହିଁ। ମୁଁ ଉପରେ ଯା ଭିତରେ ସେ ଭାଇ କେମିତି ଲାଗୁଛି ମଞ୍ଚ ଆଉ ଆଜିର ରେସ୍ପନ୍ସ କେମିତି ରହିଛି? ତ ଏଇଠି ପୁଷ୍ପପୁନେଇରେ ମୋର 4 ବର୍ଷ ଲଗାତାର ହେଇଗଲା। ତୁଳସୀରେ 2 ବର୍ଷ, ସୂର୍ଯ୍ୟ ମନ୍ଦିର, ସିଂହ ବାହିନୀ। ଏଠି ଭଲ ଲାଗେ ନାଟକ କରିବାକୁ। 4ଟା ପାର୍ଟି ଆରେ ଭଲ। ଏଠି ଅଧା ଫ୍ରି ଅଧା ଟିକେଟ୍ ହୁଏ। ଶୀତ ବଢିଯାଇଛି ପ୍ରାୟ। ପୂର୍ବ ବର୍ଷ ଯେତେ ରହିଛି ଶୀତ ଏତେ ନଥାଏ, ଏ ବର୍ଷ ଶୀତ ଜୋର ଅଛି। ଭଲ ଲାଗୁଛି ଯାତ୍ରା କରିବା ପାଇଁ ଆଉ। ମଞ୍ଚ ଉପରେ ଶୀତ ଲାଗୁଛି ନା ମଞ୍ଚ પર ଲାଗେନି। ମଞ୍ଚ ପରେ ଆଉ ସିନ୍ ପଳେଇଲେ, ସେ ସିନ୍ ଭିତରେ ପଶିଗଲେ ଲାଇଟ୍ ଫାଇଟ୍ ପଡେ, ଶୀତ ଲାଗେନି। ଏଠି ଶୀତ ଲାଗୁଛି, କମଳ ଧରିକି ବସିଛି। ଆପଣଙ୍କର ଯୋଉ ସିନ୍ ଭିତରୁ ଗୋଟେ ଘଡଘଡି ଭୟଙ୍କର ଡାଇଲଗ, ଡାଇଲଗ କହିବାନି। ମୋ ପ୍ରିନ୍ସିପାଲ ଭାରି ଶାନ୍ତଶିଷ୍ଟ, ଭାରି ସରଳ, ଆଉ ରାଗିଗଲେ ପୁରା ଅସମ୍ଭାଳ। ଭଲ ଭଲ ମାନିଆ ଅଛି, ଭଲ ଡାଇଲଗ ଅଛି। ବର୍ଷ 4ଟା ନାଟକ, ପୁଣି ଯୋଉ ପହିଲା ଆମର ବଜରଙ୍ଗୀ, ବଢିଆ ନାଟକ। ଭାଉଜକୁ ଆଣିକି ନାଟକ ଦେଖାଉଛନ୍ତି ନା ନାଇଁ? ବାହାଘର ପରେ ଆଉ ଆଣିବେନି? ସେ ବାହାଘର ନା ଯୋଉ ନାଟକ 4ଟା ନାଟକ ଦେଖିଦେଇଛି। ଯୋଉ 4ଟା ନୂଆ ଆମର ସିଂହ ବାହିନୀ ଥିଲା ଦେଖିଦେଇଛି। ଯୋଉ ବଜରଙ୍ଗୀଟା ଦେଖିନେ, ବଜରଙ୍ଗୀ ଦେଖିବ ହଉଛି 14 ତାରିଖ ପାର୍ଟି ପଡିବ ଆମର ସମଣାରେ, ଆମ ଗାଁ ପାଖରେ। ସେଇଠି ଦେଖିଦବ ଆଉ ଖଣ୍ଡଗିରି ଦେଖିବ। ଆରେ ଭାଇ, ଭାଉଜ ଆପଣଙ୍କ ନାଟକର ଡାଇଲଗର ମିମିକ୍ରି କରୁଛନ୍ତି ନା ନାଇଁ ଆପଣଙ୍କ ଆଗରେ? ଯାହା ସବୁ ନୂଆ ନୂଆ ଡାଇଲଗ କଥା ଆମେ କଥା ହେଇ କରୁ। ବହୁତ କୋପରେଟ୍। ମାନେ ଆପଣଙ୍କ ଗାଁ ରାସ୍ତା ସଜାଡ଼ିଲେଣି ନା ନାଇଁ? ଗାଁ ରାସ୍ତା କଥା କଣ କହିବି, ସେ ଗୋଟେ ସବୁଠୁ ଦୁଃଖର କଥା। କେଉଁଝର ଜିଲ୍ଲା ପ୍ରାୟ ରାଜସ୍ୱ ଦେବାର ଫାଷ୍ଟ, ମାନେ ଭାରତ ବର୍ଷ ସବୁଠୁ ଅର୍ଥନୀତି ମଜବୁତ କରୁଥିବା ରାଜ୍ୟକୁ ଦେଶକୁ ଆମ ଜିଲ୍ଲା। ମୁଁ ଗର୍ବ କରେ ମୋ ଜିଲ୍ଲା ପାଇଁ। ହଁ, ମୁଖ୍ୟମନ୍ତ୍ରୀ ମୋହନ ସାର୍ ଆମ ଗାଁ ଅଳ୍ପ ବାଟ। ମୋ ଭିଡିଓ ଯଦି କିଏ ଦେଖିପାରନ୍ତି ଏଇ ଇଏ ମାନେ, ମୁଁ ଅନୁରୋଧ ହାତ ଯୋଡି କରିବି ଆମ ରାସ୍ତାଟା ଟିକେ ବାଗେଇ ଦିଅନ୍ତୁ। କାରଣ ବହୁତ ଲୋକ ହଇରାଣ ହଉଛନ୍ତି, ମାନେ ବହୁତ କଦର୍ଯ୍ୟ ରାସ୍ତା। ଆପଣ ଯାଇଥିବେ ଜାଣିଥିବେ, ମୋ ବାହାଘର ବେଳକୁ ଲୋକ ବହୁତ କମ୍ପ୍ଲେନ୍ କଲେ। ଆଉ ମୁଁ ଛୁଆ ବେଳୁ ଦେଖୁଛି ସେମିତି ରାସ୍ତା ଅଛି ଆଜ୍ଞା, କିଛି ଉନ୍ନତି ନାହିଁ, କିଛି ନାହିଁ। ବହୁତ ଥର ଆମେ ଚେଷ୍ଟା କରୁଛୁ କରିବା ପାଇଁ। ମୁଁ ନିଜେ 3-4 କିଲୋମିଟର ଜେସିବିରେ ତାଡ଼ିକି ମାଟି ପକେଇକି କରିଥିଲି ମୋ ବାହାଘର ପାଇଁ। ମୁଁ ଆଉ କଣ କରିପାରିବି? ମୁଁ ତ ସେତେ ବଡ଼ ଆମ ପାଖରେ ଇଏ ନାହିଁ ନା ବାଗେଇ ଦେବା ପାଇଁ। ଆଉ ଯଦି ସେଇଭଳିଆ ଭଗବାନ ସେ ଲେବୁଲ୍ ଥାନ୍ତି, ମୁଁ ନିଜ ହାତକୁ ବାଗେଇ ଦିଅନ୍ତି। କୁହନ୍ତି ଗାଁ ରାସ୍ତା ଯଦି ଭଲ ଥିବ ଝିଅ ଦେବା ପାଇଁ ରାଜି ହଉଛି, ସେଥିପାଇଁ କିଛି ସେ ଲଭ୍ ମ୍ୟାରେଜ କଲେ କି? ନାଇଁ ନାଇଁ, ସେ କଥା ନାହିଁ। ଆମ ଗାଁରେ ସବୁ ବାହା ହଉଛନ୍ତି, ଅଲଗା ବାଟ ଅଛି। କିନ୍ତୁ ଯୋଉ ମେନ୍ ବାଟଟା ସେଇଟା ବହୁତ ରାସ୍ତାଟା ଖରାପ। ଆଉ କଣ କରିବା, ଛାଡ଼। ସେ ହବ, ମତେ ଲାଗୁଛି ଏଇଠି ହେଇଯିବ। ଯେ ମୁଁ ପଚାରୁଥିଲି ଆମର ଯେ ଅଛନ୍ତି ସ୍ଥାନୀୟ ନେତା ସବୁ, ତାଙ୍କୁ ପଚାରୁଥିଲି, ସେ କହୁଥିଲେ ଆଜି ଯାଇଛି ପରମିଶନ 60-70 କୋଟି ଟଙ୍କାର ଆଇଛି, ହେଇଯିବ। ଲାଗିବ ଟାଇମ୍, ହେଇଯିବ। ଯେହେତୁ ଆମ ଜିଲ୍ଲା ମୁଖ୍ୟମନ୍ତ୍ରୀ ଅଛନ୍ତି, ମୁଁ ଆଶା କରିବି ଯେ ଆମ ଜିଲ୍ଲାଟାକୁ 1 ନମ୍ବର କରିବେ। କେବେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଇଛନ୍ତି? ନାଇଁ ନାଇଁ, ହେଇନାହିଁ ସୁଯୋଗ। ଦେଖିବା, ଇଚ୍ଛା ଅଛି। କାରଣ ବହୁତ ରାଜନୈତିକ ନେତାଙ୍କ ସହିତ ମୋର ସମ୍ପର୍କ ଭଲ। ଆମେ ଜାଣିଥିବେ, ମୋ ବାହାଘରୁ ପ୍ରାୟ 5-6 ଜଣ ବିଧାୟକ ଆସିଥିଲେ ପୂର୍ବତନ, ଏବେ ଯେ ବିଧାୟକ ସେଠି। ଭଲ ଦେଖା କରିଲି, ଇଚ୍ଛା ଅଛି ଦେଖା କରିବି। ଆମ ଜିଲ୍ଲାର ଗର୍ବ ଗୌରବ। ଆମ ବହୁତ ଖୁସି। ନାଇଁ ନାଇଁ, ରାଜନୀତି କରିବା ଦରକାର ନାହିଁ, କିଛି ଦରକାର ନାହିଁ। ଆମେ ଯେହେତୁ ଭୋଟ ଦେବାର ଅଧିକାର ଅଛି, ଆମ ଭୋଟରେ ସେୟା କରିବା, ରାଜନୀତି କରିବା ଦରକାର ନାହିଁ। ରହିବା ଦରକାର। ଆମର ଯଦି ଅଧିକାର ଅଛି, ଆମେ ହକ ମାଗିବୁନି କାହିଁକି? ଆମ ଭୋଟରେ ଜିତିବ, ହକ ନାହିଁ? ଆମେ ଯଦି ଭୋଟଟା ଦେନେ ବା ଜିତିବେ। ଯଦି ଆମର ନାଗରିକ 18 ବର୍ଷ ହେଇଛି, ଭୋଟ ଦେବାର ଅଧିକାର ଅଛି, ଆମର ରାଜନୀତି କରିବାର ଅଧିକାର ବି ଅଛି। ସବୁ କଥାରେ ମୁଣ୍ଡ କରିବାର ଅଛି, କାରଣ ଆମର ହକ୍। କିନ୍ତୁ ଆମେ ଯୋଉ ଲାଇନରେ ଅଛୁ, ବହୁତ ଭଲ ଲାଇନରେ ଅଛୁ।
ଭଲରେ ଅଛୁ ସେ ଟଙ୍କାରେ ପଶିବାର ନାହିଁ। ଚଣ୍ଡିଖୋଲରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼। ତାପରେ ହଠାତ୍ ଗୋଟେ ସଡ଼କ କଲା ପରି ଗୋଟେ ଖବର ଆସିଲା ଯେ ପ୍ରିନ୍ସ ଯାତ୍ରା କେନ୍ଦ୍ରରେ ଏ କାହିଁ ସେ କଥା କିଛି ନାହିଁ, ସେ ସବୁ ହବ। ଯେତେ ବିବାଦ ସେତେ ହାଇଲାଇଟ୍ ଭାଇ। ଆପଣ ନେତାଙ୍କ ଉପରେ ଗୋଟେ କଥା ମୁଁ ଆପଣଙ୍କୁ ପଚାରିବି। ଆପଣ ଦେଖୁଥିଲେ ବର୍ତ୍ତମାନ ପଲ୍ୟୁସନକୁ ନେଇକି ବହୁତ ଜିନିଷ ହଁ 70 ଟଙ୍କାରେ ପଲ୍ୟୁସନ କର ଆପଣଙ୍କର ଯାହା ଫାଇନ୍ ଅଛି ଭରିଦିଅ। ୟାକୁ ନେଇକି ଆପଣ କିଭଳି ଦେଖୁଛନ୍ତି ଯେ ପଲ୍ୟୁସନଟା କରିଦେଲେ 70 ଟଙ୍କାରେ ଅମ୍ଳଜାନ ବାହାରିବ ସେ ନା ସେ କ'ଣ ହେଇଛି କହିଲେ, ସେ ଗୋଟେ ଇଏ ପଲ୍ୟୁସନ୍ ସହ ମିଛ ମୁଁ ଯାହା ଜାଣିଛି ଭିତରିଆ ଖବର ମୁଁ ଯାହା ଶୁଣିଛି ଇଏ କେବଳ ପଲ୍ୟୁସନଟା ହେଇଯିବ ବୋଲି ଫାଇନ୍ଟା ପଡ଼ିଛି। ଏସବୁ ମାର୍ଚ୍ଚ ସୁଦ୍ଧା କଟିଯିବ। ମୁଁ ତ ସୁଧି ଦିଅନ୍ତିନି ଆମ ଗାଁ ରାସ୍ତା ନବା କହିଲେ ଆମ ପିଲାଙ୍କୁ କହୁଥିଲି ଆମ ରାସ୍ତା ଭାଗ ଦବା ଦେଖିବା କ'ଣ ହଉଛି। 2025 ତ କଟିଲା 2026କୁ ନେଇକି କ'ଣ ସ୍ୱପ୍ନ କ୍ଷିତୀଶଙ୍କର ଅଛି? କିଛି ନାହିଁ, କିଛି ମୋର ସ୍ୱପ୍ନ ନାହିଁ, ଖାଲି ଭଲର ନାଟକ ଟିକେ ଯାତ୍ରା କରିବା, ମୋ ଭଲରେ ମୋ ପରିବାର ଚଳିବ, ମୋ ବୋଉ ଦେହ ଖରାପ ନାହିଁ, ସେ ମୋ ସହିତ ପୁରା ସୁସ୍ଥ ରହୁ, କିଛି ଉଡ଼ାଜାହାଜ ଚଢ଼ିବା ପାଇଁ ଯୋଜନା ନାହିଁ କି ସବୁଦିନ ରାଜ ଖାଇବା ଦରକାର ନାହିଁ, ଶାଗ ପଖାଳ ଖୁସି। ବ୍ୟାଚେଲର କ୍ଷିତୀଶ ଆଉ ମାନେ ବାହାସାହା ହେଇଥିବା କ୍ଷିତୀଶ ଭିତରେ ଫରକ କିଛି ନାହିଁ, ମୁଁ ଏବେ ଯେମିତି ଥିଲି ସେମିତି ଅଛି, କିନ୍ତୁ ଗୋଟେ କପୁଲ ଆଉ ଗୋଟେ ବିବାହିତ ପୁରୁଷ କିଛି ନାହିଁ। ସବୁବେଳେ ମଜାମସ୍ତି ଘରେ ବି ଆଜି ବାପା ବୋଉ ବସିକି ଦେଖୁଥିଲୁ ଏଇ ମୋର ସିନ୍ ଯୋଉ ପେଣ୍ଟ କଲା ସିନ୍ ସେମିତି ମଜା, ଏଠି ମସ୍ତ ସବୁ ମଜା କିଛି ନାହିଁ। ମୁଁ ଉପରେ ଯା ଭିତରେ ସେ କାହିଁ କୋଉଠି ଅସୁବିଧା ହେଉଛି ଆମର ତ ନାହିଁ। କିଏ କରୁଛି? ଜଗତ କରୁଛି, ଲୋକ ଦେଖୁଛନ୍ତି ବୋଲି ହଉଛି ନା ଆଉ ଦେଖୁନାହାନ୍ତି ଭିଡ଼ିଓରେ ସେଲ୍ଫି ନେଇ ଟୋକା ମାନେ ପଇସା କେମିତି ତାଙ୍କୁ ଖରାପ ଲାଗିବା ଦରକାର, ତାଙ୍କ ଘର ଲୋକଙ୍କୁ ଦେଖିବା ଦରକାର ଯାହା ଆମ ପୁଅ ସେଲ୍ଫି ନେଇକି ଦେଖାଉଛୁ। କିନ୍ତୁ ଭାଇ ଅଶ୍ଳୀଳ ଭିଡିଓ ଦେଖିଲେ ପୋଲିସ ଆରେଷ୍ଟ କରୁଛି। ତାଙ୍କୁ କିନ୍ତୁ କରିବନି, ଅସଲ ଭିଡ଼ିଓଟା ବନ୍ଦ କରିଦେଉନାହାନ୍ତି, ବନ୍ଦ କରିଦେଲେ ୱେବସାଇଟ୍ଟା ବନ୍ଦ କରିଦେଲେ ନେଇଯିବ। ସେ କଥା ପଚାରିଲେ କ'ଣ ଦରକାର, ଆମକୁ ଯାତ୍ରା ବିଷୟରେ ପଚାରନ୍ତୁ ଅଯଥା ଖାଇକି। ଏଇ ଯାତ୍ରାରେ ଯେତେଟା କ୍ୟାରେକ୍ଟର ଆପଣ କରିଛନ୍ତି କୋଉ କ୍ୟାରେକ୍ଟରଟା ଆପଣଙ୍କ ମନକୁ ବେଶୀ ପାଇଛି? ମୋର ସବୁ କ୍ୟାରେକ୍ଟର ଭଲ, ମୋର ତ ଭିଲାନ ଖଳ ଚରିତ୍ର ସବୁ ଭଲ ଲାଗେ, ବାସ୍ ଲୋକ ପସନ୍ଦ କଲେ ଗଲା, ଲୋକ ଏଣ୍ଟରଟେନମେଣ୍ଟ ହେବା ଦରକାର ଏଇଆ। ସେମିତି ମୁଁ ଆଜି ପର୍ଯ୍ୟନ୍ତ କମ୍ପ୍ଲେନ୍ କରିନି, ଯେତିକି ସାର୍ ଆଇଲେଣି ଯେ ମୋର କମିଗଲା କି କ'ଣ ହେଲା, ଯେତିକି ହେଉଛି ସନ୍ତୁଷ୍ଟ, ସେତିକି ଆମେ ଆହୁରି ଆଗକୁ ନେବାକୁ ଚାହୁଁ। ମନ କାହାର ଦୋକାନ ଯେ ମୋର ଆଉ ମୋର ଇଚ୍ଛା ନୁହେଁ ଯେ 10-15ଟା ସିନ୍ ମାରିବା, 4-5ଟା ସିନ୍ ମାରିବ ଲଗାତାର ଲୋକ ଅନେଇଥିବ କେତେବେଳେ ବାହାରିବ, ମୁଁ କାହାକୁ କମ୍ପ୍ଲେନ୍ କରୁନି। ଆଚ୍ଛା ନର୍ମାଲ ସେଟ୍ରେ ଯଦି ଦେଖିବା ଏବେ ଆପଣ ନର୍ମାଲ ଅଛନ୍ତି, କିନ୍ତୁ ଷ୍ଟେଜ୍ ଉପରକୁ ଗଲାବେଳେ ଗୋଟେ ଚାର୍ଜ ଅପ୍ ହେଇଯାଆନ୍ତି, ଏତେ ଏନର୍ଜି କୋଉଠୁ ଆସିବ? ହେଲା ହେଇଯାଏ ମା ସାରଳଙ୍କ ଆଶୀର୍ବାଦ, ସେ ଷ୍ଟେଜ୍ ଅଲଗା, ସେଠି ଗଲା ପରେ ଷ୍ଟାର୍ଟ। ଆଚ୍ଛା ଏଇ ଆଇଡିର ନାଁଟା ରଖୁଛ କେଉଁଝର ଟୋକା କ୍ଷିତୀଶ, ମାନେ ଆଇଡିଆ କେମିତି କ'ଣ ଆସିଲା, ନାଁଟା କିଏ ଦେବା ପାଇଁ କହିଥିଲା? ନା ମୁଁ ନିଜେ ମତେ ଗର୍ବ କରେ ବା ମୁଁ କହିଲି ମୋ ଜିଲ୍ଲାକୁ ନେଇ ଗର୍ବ କରେ, ଆଉ ମୁଁ ଭଲ ପାଏ ମୋ ଜିଲ୍ଲାକୁ କେଉଁଝର। ଆଉ କେଉଁଝର ଜିଲ୍ଲାରେ ବହୁତ ଅଳ୍ପ କଳାକାର ଅଛନ୍ତି, ସବୁ ଟପ୍ ଥିଲେ, ସେଇପାଇଁ ଇଚ୍ଛା ମୋର କେଉଁଝର ଟଙ୍କା କ୍ଷିତୀଶ, ସବୁ କେଉଁଝର ଟଙ୍କା କ୍ଷିତୀଶ। ମୋ ୟୁଟ୍ୟୁବ୍ ଚ୍ୟାନେଲ୍ କେଉଁଝର ଟଙ୍କା କ୍ଷିତୀଶ, ଇନଷ୍ଟାଗ୍ରାମ, ଫେସବୁକ୍, ଆଉ ଆଗକୁ ଯୋଉ ବିଜନେସଟା ଆରମ୍ଭ ସେ କେଉଁଝର ଟଙ୍କା କ୍ଷିତୀଶ ନାଁରେ ହବ। ଦେଖିବାକୁ ମିଳେ ଆଜିକା ଦିନରେ ଲୋକମାନେ କହନ୍ତି କେଉଁଝରିଆକୁ ନେଇକି ଗୋଟେ ନୂଆ କିଛି ଦେଖିବାକୁ ମିଳେ ଆଜ୍ଞା, ଯେହେତୁ ଭୁବନେଶ୍ୱର ଆସିଲା ଆମେ ଗୋଟେ ଦେଖିବାକୁ ମିଳେ କେଉଁଝରିଆକୁ ନେଇକି ଗୋଟେ ଅଲଗା ଶବ୍ଦ ଆସେ। ଆଜି ମୁଖ୍ୟମନ୍ତ୍ରୀ କେଉଁଝର, ସବୁ ତ ଟଙ୍କାଟା କେଉଁଝର ଆଉଛି କିଛି ନାହିଁ, କେଉଁଝର ଭଦ୍ରକ ଏସବୁ କିଛି ନାହିଁ, ଆମେ ତ ଗୋଟିଏ ଆମ ରାଜ୍ୟ ଓଡ଼ିଶା ଆମେ ଗର୍ବ କରିବା କଥା। ସେଥିରେ କେଉଁଝର ଟୋକା କ୍ଷିତୀଶକୁ କେଉଁଝର ଛାଡ଼ିଲା ପରେ ଆଉ କୋଉ ଜିଲ୍ଲା ଭଲ ଲାଗେ? ପ୍ରତ୍ୟେକ ବଢ଼ିଆ ଲାଗେ, ଓଡ଼ିଶାର ପ୍ରତ୍ୟେକ ଓଡ଼ିଶା ମା ମାଟି ମା ଭଲ ଲାଗିବନି ସେମିତି କିଛି ନାହିଁ।